ଏବେ ବି କୋଉ ପାଣି ଘେରାରେ ଛିଡାଇଛନ୍ତି ଆମେ ଆପଣ? ଅଛୁ। ପାଣି ପାଣି ଘେରାରେ ଘେରାରେ ଅଛୁ ଛିଡାଇଛନ୍ତି। ଆମେ। ହଁ ଦେଖୁନ এইটা ଯୋଉটা কি হଉଛି ଆମ ଗାଁର ଏଇଟା ହଉଛି ମଧ୍ୟସ୍ଥଳୀ ସବୁଠାରୁ ଉଚ୍ଚା ଜାଗା ଆମେ ସେଇ ଜାଗାରେ ଆମେ ପାଣି ଘେରରେ ଛିଡା ହେଇଛୁ। ଆଚ୍ଛା ଇଏ ଆପଣ ଦେଖୁଛନ୍ତି ଯେ ବୈସ୍ପାନ ଗ୍ରାମବାସୀ ତାଙ୍କ କହିବା କଥା ସବୁଠାରୁ ଉଚ୍ଚ ଜାଗାରେ ଛିଡା ହେଇଛନ୍ତି ଯୋଉଠି ବି ତାଙ୍କର ପାଦ ପୁରା ବୁଡି ଯାଉଛି ଏବଂ ସେମାନଙ୍କର ଅବସ୍ଥା ଅଧିକ ଶୋଚନୀୟ ଅଛି ଏବଂ ଏହା ପାଇଁ ରିଲିଫ ପହଞ୍ଚିବାଟା ବଡ କଥା ନୁହଁ। ଏହା ପାଇଁ ସବୁଠୁ ବଡ କଥା ହଉଛି ତାଙ୍କର ଗୋଟେ ପରମାନେଣ୍ଟ ସଲ୍ୟୁସନ ଦରକାର ଯାହାକି ସେମାନେ ଆମ ଗାଁ କହୁଥିଲେ ଯେମିତି ଆଜ୍ଞା ଆମ ଗାଁରେ ଯେତେ କଚ୍ଚା ଘର ଥିଲା ହଁ ଆଜ୍ଞା ଆମ ଗାଁରେ ଯେତେ କଚ୍ଚା ଘର ଥିଲା ଯାହା ଛଣ ଛପର ଘର ଥିଲା ମାଟି କାନ୍ଥ ଥିଲା ସମସ୍ତଙ୍କର କାନ୍ଥ ପଡିଯାଇଛି ଏବଂ କଚ୍ଚା ଘର ବି ଭୁଷୁଡି ପଡିଲାଣି। ଆଜ୍ଞା ହୁଁ ପାଣି ଲାଗିକି କଣ୍ଟିନ୍ୟୁଅସଲି ପାଣି ଲାଗିଲା ପରେ ମାଟି କାନ୍ଥ କେତେ ଦିନ ସମ୍ଭାଳିବ ସେ ସବୁ କାନ୍ଥ ପଡିଗଲାଣି। ଆମେ ଗୋଟେ ରିଲିଫ ଗାଡି ଭିଜୁଆଲ କେମିତି ଆସୁଛି? ଦେଖଉଥିଲୁ ରିଲିଫ ଗାଡି ଯୋଉ ଆସୁଛି ସରକାର ଯୋଉ ପଠାଉଛନ୍ତି କିମ୍ବା ବାବୁଙ୍କ ତରଫରୁ ଯୋଉ ଆସୁଛି ଖାଦ୍ୟ କେମିତି ଆସୁଛି? ନା ହଁ ବବାବୁଙ୍କ ତରଫରୁ ଆସିଥିଲା ବିସ୍କୁଟ ପାଣି ଆସିକି ଦେଇ ଯାଇଥିଲେ ତାଙ୍କ ଗୋଟେ ବହୁ ବାଟ ସେ ବାଟେ ବାଖୁଆ ସାଇ ଦେଇକି ବୁଲିକି ଆସିକି ଦେଇ ଯାଇଥିଲେ ଯାହା ଫଳରେ କି ସେ ସମୁଦ୍ରକୁ ସଂଖେ ଆଉ ରିଲିଫ ଗାଡି ବି ତ ଗାଡି ପାଣି ଜଳମଗ୍ନ ଗାଡି ବି ଆସିପାରୁନି କେମିତି ଆସିକି ପହଞ୍ଚିବ ଆମ ପାଖରେ ରିଲିଫ। ଆଜ୍ଞା ତାହେଲେ ଏଇଟା ରିଲିଫ ରେ ଦବାଟା ସମସ୍ୟାର ସମାଧାନ ନୁହଁ ଆପଣଙ୍କ ଯାହା କହିବା କଥା ହଁ ଏ ରିଲିଫ ସମସ୍ୟାର ଦବାଟା ସମାଧାନ ସମସ୍ୟାର ହଉଛି ଗୋଟେ ସମାଧାନ ପରମାନେଣ୍ଟ ନୁହେଁ। ସଲ୍ୟୁସନ ଚାହୁଁଛନ୍ତି ଆପଣ ମାନେ। ନା ହଁ ଆମେ ଆପଣ ମାନଙ୍କ ମାଧ୍ୟମରେ ଆପଣଙ୍କ ମିଡିଆ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରୁଛୁ ୟାର ଗୋଟେ ପରମାନେଣ୍ଟ ସଲ୍ୟୁସନ ସରକାର ଯୋଜନା କରନ୍ତୁ ଏବଂ କାଣୀ ନଦୀର ବନ୍ଧ ଦୁଇ ସାଇଡରେ ସୁଦୃଢୀକରଣ କରନ୍ତୁ ଏବଂ କାଣୀ ନଦୀକି ଭଲ ଭାବେ ସଫେଇ କରିକି ଏବଂ କାଣୀ ନଦୀକି ଷ୍ଟ୍ରେଟିଂ କରିକି ପୁରା ଲାଇନ ସିଧା ଲାଇନ କରିକି କାଣୀ ନଦୀକି ନେଇକି ଛାଡନ୍ତୁ ଜାଡୁଆ ପାଖରେ ଧୁଆଳି ପାଖରେ କାଣୀ ଛାଡନ୍ତୁ। ନଦୀର ସଫେଇକରଣ ହେଲେ ପାଣି ଭଲ ଭାବେ ନିଷ୍କାସନ ହେଇପାରିବ ଏବଂ ବୈତରଣୀରୁ ଯୋଉଠି କାଣୀ ବାହାରିଛି ସେଠି ଗୋଟେ ଚେକ୍ ଗେଟ୍ ତିଆରି କରାଯାଉ ଯାହା ଫଳରେ କି କାଣୀ ନଦୀ ଯେତିକି ଜଳ ଧାରଣ କରିପାରୁନି ତାକୁ କଣ୍ଟ୍ରୋଲ କରିକି ସେଠାରୁ ପାଣି ଛାଡିଲେ ହୁଏତ ଏ ଅଞ୍ଚଳ ଆଗକୁ ଆଉ ଏ ବିପଦର ସମ୍ମୁଖୀନ ହବ ନାହିଁ। ଆଜ୍ଞା ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ ଦର୍ଶକ ବନ୍ଧୁ ଆଜ୍ଞା ମୋ ରିଲିଫ ସାଙ୍ଗରେ ଥିଲେ ସମ୍ପୂର୍ଣ୍ଣ ଆମେ ପାଇନୁ। ଗ୍ରାମବାସୀ ହଁ ବୈସ୍ପାନ ହଁ କୁହନ୍ତୁ କୁହନ୍ତୁ କହିବେ କିଛି? ନାଇଁ ନାଇଁ ଠିକ ଅଛି ଠିକ ଅଛି ଠିକ ଠିକ। ଦର୍ଶକ ବନ୍ଧୁ ଆପଣ ଦେଖୁଛନ୍ତି ମୋ ସାଙ୍ଗରେ ଥିଲେ ବୈସ୍ପାନ ଗ୍ରାମର ଗ୍ରାମବାସୀ ଯୋଉମାନଙ୍କ କହିବା କଥା ଯେ କାଣୀ ନଦୀକୁ ଯଦି ନିଷ୍କାସନ କରାଯିବ ତାହେଲେ ସେମାନଙ୍କର ସମସ୍ୟାର ସମାଧାନ ହବ କିନ୍ତୁ ଏଇଠି ପ୍ରଶ୍ନ ହଉଛି ସରକାର ଯୋଉଠି ଅଧିକ ପଇସା ଖର୍ଚ୍ଚ ହେଲେ ଯୋଉଠି ଗୋଟେ ଗାଁ ଜଳମଗ୍ନରୁ ବଞ୍ଚି ଯାଇ ପାରିବ ସେଇ ବ୍ୟବସ୍ଥା ନିହାତି କରିବା ଆବଶ୍ୟକ। କେବଳ ବୈସ୍ପାନ ଗାଁ ନୁହଁ ଆମର ଯାଜପୁରରେ ଅନେକ ଜାଗା ଅଛି ଯୋଉ ଜାଗା ବର୍ତ୍ତମାନ କି ଜଳମଗ୍ନ ଅଛନ୍ତି